Hare Krishna. Bhagavad Gita chapter 6 verse 17. Yuktaharo viharasya yukto chestasya karmasu yukto yukto swapna vodhasya yogo bhavati dukhaham. Yuktaharo viharasya yukto chestasya karmasu yukto swapna bhavudhasya yogo bhavati dukhaham. Yukto means regulated. Yukto means regulated. Niyantrita, sanjata. Ahara মানে eating. Bhujana. Viharasya recreation. Viharasya vihar recreation. Yukta means regulated. Niyantrita, sanjata. Chestasya. Chestasya means of one who works for maintenance. Chestasya, that means যে পরিপোষণ নিমিত্ত কর্ম করে তার। কর্মসু in discharging duty, কর্তব্য সম্পাদন করিবারে। যুক্ত যুক্ত means regulated. সংযত বা নিয়ন্ত্রিত। স্বপ্ন অববোধস্য স্বপ্ন অববোধস্য স্লিপ অ্যান্ড ওয়েকফুলনেস। সংযত নিদ্রা ও জাগরণ। যোগ প্র্যাকটিস অফ যোগ। অভ্যাস ভবতি বিকমস। দুঃখহা দুঃখ দূর করিবা। দুঃখহা ডিমিনিশিং পেন্স। যুক্তাহারো বিহারস্য যুক্তো চেষ্টস্য কর্মসু যুক্তো স্বপ্নাববোধস্য যোগো ভবতি দুঃখহা। যুক্তাহার বিহারস্য যুক্ত চেষ্টস্য কর্মসু যুক্ত স্বপ্নাববোধস্য যোগো ভবতি দুঃখহা। স্বপ্ন অববোধস্য মিন সংযত নিদ্রা ও জাগরণ। যোগ মানে যোগ অভ্যাস। ভবতি ହୁଏ। ଦୁଃଖହା ଦୁଃଖ ଦୂର କରିବା। Translation: He who is regulated in his habits of eating, sleeping, recreation and work can mitigate all material pains by practicing the yoga system. যে ଆହାର ନିଦ୍ରା କର୍ମ ଓ ବିହାର କ୍ଷେତ୍ରରେ ସଂଯମ ଆଚରଣ କରେ ଅର୍ଥାତ୍ ସଂଯତ ଭାବରେ ଏସବୁ ଆଚରଣ କରେ ସେ ଯୋଗ ଅଭ୍ୟାସ ଦ୍ୱାରା ସମସ୍ତ ପ୍ରକାର ଭୌତିକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇପାରେ। ଭାବାର୍ଥ ପର୍ପଟ extravagance in the matter of eating, sleeping, defending and mating, which are demands of the body, can block advancement in the practice of yoga. As far as eating is concerned, it can be regulated only when one is practiced to take and accept prasadam, sanctified food Lord Krishna is offered. According to the Bhagavad Gita 9.26, vegetables, flowers, fruits, grains, milk, etc. In this way, a person in Krishna consciousness becomes automatically trained not to accept food
not meat for human consumption, or not in the category of goodness. As far as sleeping is concerned, a Krishna conscious person is always alert in the discharge of his duties in Krishna consciousness, and therefore any unnecessary time spent sleeping is considered a great loss. ଖାଇବା ଶୋଇବା ପ୍ରତିରୋଧ କରିବା ଏବଂ ସ୍ତ୍ରୀ ସଙ୍ଗ କରିବା ଏସବୁ ଶାରୀରିକ ଆବଶ୍ୟକତା ଅଟେ, କିନ୍ତୁ ଏସବୁ ଅତ୍ୟଧିକ ଅଭ୍ୟାସ କଲେ ଯୋଗ ମାର୍ଗରେ ଅଗ୍ରଗତି ବ୍ୟାହତ ହୁଏ। ଖାଦ୍ୟରେ ସଂଯମ ଆଚରଣ ଅର୍ଥ ହେଲା କେତେକ ବିଶୁଦ୍ଧ ଖାଦ୍ୟ କୃଷ୍ଣ ପ୍ରସାଦ ଗ୍ରହଣ କରିବା। ଯେତେବେଳେ ବ୍ୟକ୍ତି ଏହି ଅଭ୍ୟାସ କରିବ ଯେ ସେ କେବଳ କୃଷ୍ଣଙ୍କୁ ଅର୍ପିତ ଖାଦ୍ୟ ହିଁ ଗ୍ରହଣ କରିବ, ଅନ୍ୟ କିଛି ଗ୍ରହଣ କରିବ ନାହିଁ, ସେତେବେଳେ ସେ ଖାଦ୍ୟରେ ସଂଯମ ଆଚରଣ କରିପାରିବ। ଭଗବତ ଗୀତାର 9ମ ଅଧ୍ୟାୟରେ 26 ଶ୍ଲୋକ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପତ୍ର ପୁଷ୍ପ ଫଳ ତୋୟଂ ଅର୍ଥାତ୍ ଶାଗ ସବଜି ଫୁଲ ଫଳ ଶସ୍ୟ ଏବଂ ଦୁଗ୍ଧ ଆଦି ଗ୍ରହଣ କରନ୍ତି। ତେଣୁ କୃଷ୍ଣ ଚିତ୍ତନଶୀଳ ବ୍ୟକ୍ତି ସ୍ୱତଃ ସାତ୍ତ୍ୱିକ ଖାଦ୍ୟ ଗ୍ରହଣରେ ଅଭ୍ୟସ୍ତ ହୋଇଯାଏ। ଯାହା ମାନବ ଖାଦ୍ୟ ନୁହେଁ ସେ ତାହା ଗ୍ରହଣ କରେ ନାହିଁ, ଅର୍ଥାତ୍ ଯାହା ସାତ୍ତ୍ୱିକ ଖାଦ୍ୟ ନୁହେଁ ସେ ତାହା ଗ୍ରହଣ କରେ ନାହିଁ। କୃଷ୍ଣ ଚିତ୍ତନଶୀଳ ବ୍ୟକ୍ତି କୃଷ୍ଣ କର୍ମରେ ସର୍ବଦା ବ୍ୟସ୍ତ, ତେଣୁ ଅଯଥା ଶୋଇ ସମୟ ନଷ୍ଟ କରିବାକୁ ସେ ଚାହେଁ ନାହିଁ। ଏତଦ୍ୱାରା ତାର ସମୟ ଅଯଥା ନଷ୍ଟ ହେଲା ବୋଲି ସେ ଭାବେ। ସେ ଜୀବନର ଗୋଟିଏ ମିନିଟ୍ ସୁଦ୍ଧା ଅଯଥା ନଷ୍ଟ ଅର୍ଥାତ୍ କୃଷ୍ଣ କର୍ମରେ ବିନିଯୋଗ ନ କରି ନଷ୍ଟ କରିବାକୁ ଚାହେଁ ନାହିଁ। ତେଣୁ ସେ ଖୁବ୍ କମ୍ ସମୟ ଶୁଏ। ଏ ସମ୍ବନ୍ଧରେ ତାର ଆଦର୍ଶ ହେଉଛନ୍ତି ଶ୍ରୀର ରୂପ ଗୋସ୍ୱାମୀ। ସେ ସର୍ବଦା କୃଷ୍ଣ ସେବାରେ ନିଯୁକ୍ତ ଥାନ୍ତି, ତେଣୁ ସେ 2 ଘଣ୍ଟାରୁ ଅଧିକ ସମୟ ପ୍ରାୟ ଶୁଅନ୍ତି ନାହିଁ। ବେଳେବେଳେ ଏପରି ବି ହୁଏ ଶୋଇବା ପାଇଁ 2 ଘଣ୍ଟା ସମୟ ମଧ୍ୟ ତାଙ୍କୁ ମିଳେ ନାହିଁ। ଠାକୁର ହରିଦାସ ଦୈନିକ 3 ଲକ୍ଷ ନାମ ଜପମାଳାରେ ଜପ କରୁଥିଲେ। ସେ ସେତକ ନ ସାରିଲେ ପ୍ରସାଦ ଗ୍ରହଣ କରିବେ ନାହିଁ କିମ୍ବା ଶୋଇବେ ନାହିଁ। ଏପରି କଠିନ ବ୍ରତ ସେ ଅବଲମ୍ବନ କରୁଥିଲେ। ପୁନଶ୍ଚ କୃଷ୍ଣ ଚେତନଶୀଳ ବ୍ୟକ୍ତି ଏପରି କର୍ମ କରେ ନାହିଁ ଯାହା କୃଷ୍ଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହିପରି ଭାବରେ ସେ ସର୍ବଦା ତାର କର୍ମରେ ସଂଯମ ଆଚରଣ କରେ। ଇନ୍ଦ୍ରିୟ ସୁଖଭୋଗ ନିମିତ୍ତ ସେ କୌଣସି କର୍ମ କରେ ନାହିଁ, ଅର୍ଥାତ୍ ତାର କର୍ମ ଇନ୍ଦ୍ରିୟ ସୁଖଭୋଗ ଜନିତ ଭୌତିକ ଦୋଷ ଦୃଷ୍ଟ ନୁହେଁ। ତାର ସମସ୍ତ କର୍ମ ଦିବ୍ୟ କର୍ମ ଅଟେ। କୃଷ୍ଣ ଚେତନଶୀଳ ବ୍ୟକ୍ତି ଇନ୍ଦ୍ରିୟ ସୁଖରେ ବିମଗ୍ନ ହୁଏ ନାହିଁ ବା ଇନ୍ଦ୍ରିୟ ସୁଖର ପ୍ରଶ୍ନ ତା ପକ୍ଷରେ ନଥାଏ। ତେଣୁ ବିହାର ବା ଭୌତିକ ଅବସର ବିନୋଦନ ତାର ନଥାଏ। ତାର ଖାଇବା ପିଇବା ଶୋଇବା ଜାଗିବା କଥା କହିବା କାର୍ଯ୍ୟ କରିବା ଏବଂ ଅନ୍ୟ ସମସ୍ତ ଶାରୀରିକ କର୍ମ ନିୟନ୍ତ୍ରିତ ହୋଇଥିବାରୁ ଭୌତିକ ଦୁଃଖ ଯନ୍ତ୍ରଣା ତାକୁ ଭୋଗିବାକୁ ପଡ଼େ ନାହିଁ। Therefore, unnecessary time spent sleeping is considered a great loss. Abhyartha kalatvam, a Krishna conscious person cannot bear to pass a minute of his life without being engaged in the service of the Lord. Therefore, his sleeping is kept to a minimum. His ideal in this respect is Srila Rupa Goswami, who was always engaged in the service of Krishna and who could not sleep more than 2 hours a day, and sometimes not even that. Thakur Haridas would not even accept prasadam nor even sleep for a moment without finishing his daily routine of chanting with his beads
300,000 names. As far as work is concerned, a Krishna conscious person does not do anything which is not connected with Krishna's interest, and thus his work is always regulated and is untainted by sense gratification. Since there is no question of sense gratification, there is no material leisure for a person in Krishna consciousness. And because he is regulated in all his work, speech, sleep, wakefulness, and all other bodily activities, there is no material misery for him. ଏଣୁ ଯନ୍ତ୍ରଣା ଆଉ ଭୋଗିବାକୁ ପଡ଼େ ନାହିଁ। ତାର କଥା କହିବା, ତାର ଖାଇବା, ପିଇବା, ଶୋଇବା, ଜଗିବା, କଥା କହିବା, କାର୍ଯ୍ୟ କରିବା ଏବଂ ଅନ୍ୟ ସମସ୍ତ ଶାରୀରିକ କର୍ମ ନିୟନ୍ତ୍ରିତ ହୋଇଥିବାରୁ ଭୌତିକ ଦୁଃଖ ଯନ୍ତ୍ରଣା ଆଉ ତାକୁ ଭୋଗ କରିବାକୁ ପଡ଼େ ନାହିଁ। ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖଃ। ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନ ଅବୋଧସ୍ୟ ଯୋଗ ଭବତି ଦୁଃଖଃ। ଯେ ଆହାର, ନିଦ୍ରା, କର୍ମ, ବିହାର କ୍ଷେତ୍ରରେ ସଂଯମ ଆଚରଣ କରେ, ଅର୍ଥାତ୍ ସଂଯତ ଭାବରେ ଏସବୁ ଆଚରଣ କରେ, ସେ ଯୋଗ ଅଭ୍ୟାସ ଦ୍ୱାରା ସମସ୍ତ ପ୍ରକାର ଭୌତିକ ଦୁଃଖ ଯନ୍ତ୍ରଣାରୁ ମୁକ୍ତ ହୋଇପାରେ। ହରେ କୃଷ୍ଣ।